ଆଜିର ପ୍ରସଙ୍ଗ ଚୈତ୍ର ନବରାତ୍ର। ଆଲେଖ୍ୟ ସୁଷମା ପରିଜା। ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦୁର୍ଗାପୂଜା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି, ମେଧା ଋଷିଙ୍କର ମାର୍ଗଦର୍ଶନ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରିପାରିଥିଲେ। ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତପ୍ତ ହୋଇ ମହାବିଷ୍ଣୁଙ୍କୁ ଶରଣାପନ୍ନ ହେଲେ, ସେତେବେଳେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରେ ମାୟାବୀଜ ଦ୍ୱାରା ମହାମାୟାକୁ ଆବାହନ କଲେ। ସେମାନଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ସେହି ଯଜ୍ଞ ଅନଳରୁ ଦେବୀ ଦୁର୍ଗା ରୂପରେ ପ୍ରକଟିତ ହେଲେ। ସମସ୍ତ ଦେବତା ନିଜ ନିଜର ତେଜ ଏବଂ ଆୟୁଧ ଦେବୀ ଦୁର୍ଗାଙ୍କୁ ଦାନ କଲେ। ଶେଷରେ ଦେବୀ ହିମାଳୟଙ୍କ ପ୍ରଦତ୍ତ ସିଂହରେ ଆରୂଢ଼ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ। ପୌରାଣିକ ମତାନୁସାରେ ଏହି ଯୁଦ୍ଧ 16 ଦିନ ବ୍ୟାପୀ ଚାଲିଥିଲା। ଚଣ୍ଡ, ମୁଣ୍ଡ, ଶୁମ୍ଭ, ନିଶୁମ୍ଭ, ରକ୍ତବୀର୍ଯ୍ୟଙ୍କ ସମେତ ମହିଷାସୁରର ଅସଂଖ୍ୟ ବଳଶାଳୀ ସେନାପତିଙ୍କୁ ବଦ୍ଧ କରିଥିଲେ ଦେବୀ ଦୁର୍ଗା। ଅନେକ ସମୟ ଯୁଦ୍ଧ କଲା ପରେ ଦେବୀ ଶୂଳ ଦ୍ୱାରା ମହିଷାସୁରର ହୃଦୟ ବିଦ୍ଧ କଲେ, ଖଡ୍ଗ ଦ୍ୱାରା ଶିରଚ୍ଛେଦ କଲେ। ସେହି ସମୟ ଥିଲା ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିପଣ। ତେଣୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ। ସମସ୍ତ ଦେବୀପୀଠମାନଙ୍କରେ ଚୈତ୍ର ଶୁକ୍ଳ ପ୍ରତିପଦାରୁ ଦେବୀ ଦୁର୍ଗାଙ୍କର ଘଟ ସ୍ଥାପନ କରି ଦଶମୀ ପର୍ଯ୍ୟନ୍ତ 16 ଉପଚାରରେ ପୂଜା କରାଯାଏ। ତାହା ଚୈତ୍ର ନବରାତ୍ର ନାମରେ ପରିଚିତ। ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ଶ୍ରୀରାମଚନ୍ଦ୍ର ଚୈତ୍ର ମାସ ବଦଳରେ ଆଶ୍ୱିନ ମାସରେ ଏହି ପୂଜା କରିଥିଲେ। ତାହା ଅକାଳ ବେଧନ ପୂଜା ନାମରେ ନାମିତ। ଆଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦାରୁ ଯେଉଁ 9 ଦିନ ବ୍ୟାପୀ ପୂଜା ହୋଇଥାଏ, ତାହା ଶାରଦୀୟ ନବରାତ୍ରି ନାମରେ ପ୍ରସିଦ୍ଧ। ଚୈତ୍ର ନବରାତ୍ରି ଏବଂ ଶାରଦୀୟ ନବରାତ୍ରି ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ। ଉଭୟ ନବରାତ୍ରି ସମୟରେ ମହାଷ୍ଟମୀ ଦିନ ସନ୍ଧି ପୂଜାରେ ବଳିଦାନ କରି ଦେବୀଙ୍କୁ ସନ୍ତୁଷ୍ଟ କରିବା ପରେ ମହାନବମୀ ଦିନ ଯୁଦ୍ଧକ୍ଳାନ୍ତା ଦେବୀ ବିଶ୍ରାମ ନିଅନ୍ତି। ନବମୀର ପରବର୍ତ୍ତୀ ଦିନ ବିଜୟ ଉତ୍ସବ ବା ବିଜୟା ଦଶମୀ ପାଳିତ ହୁଏ। ଏହା ଦେବତାମାନଙ୍କ ଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ। ଏହି 9 ଦିନରେ ମହାମାୟା ଅପର ଶକ୍ତି, ଯେ ସମଗ୍ର ସୃଷ୍ଟି, ସ୍ଥିତି ଏବଂ ବିଲୟର କାରଣ, ତାଙ୍କର ନବରୂପକୁ ଆରାଧନା କରାଯାଏ। ନବରାତ୍ରର ପ୍ରଥମ ଦିନ ଶୈଳପୁତ୍ରୀ, ଦ୍ୱିତୀୟ ଦିନ ବ୍ରହ୍ମଚାରିଣୀ, ତୃତୀୟ ଦିନ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁଷ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଧମାତା, ଷଷ୍ଠ ଦିନରେ କାତ୍ୟାୟନୀ, ସପ୍ତମ ଦିନରେ କାଳରାତ୍ରି, ଅଷ୍ଟମ ଦିନରେ ମହାଗୌରୀ, ନବମ ଦିନରେ ମାତା ସିଦ୍ଧିଦାତ୍ରୀ ରୂପରେ ପୂଜିତା ହୁଅନ୍ତି। ଦଶମ ଦିନ ଅର୍ଥାତ୍ ବିଜୟା ଦଶମୀର ସାରମର୍ମ ଏତିକି ଯେ ମଣିଷ ଶୁଦ୍ଧପୂତ ମନରେ ନିଷ୍ଠାପର ଭାବରେ ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ଆରାଧନା କଲେ ନିଜ ଜୀବନର ସକଳ କ୍ଷେତ୍ରରେ ବିଜୟ ହାସଲ କରିପାରିବେ। ମହାମାୟା ଅପର ଶକ୍ତିର ନିଜର ଆୟୁଧରେ ମଧ୍ୟ ଅସାମାନ୍ୟ। ମା ଅଷ୍ଟଭୁଜା ଦୁର୍ଗାଙ୍କର ହାତରେ ଥିବା ଅଷ୍ଟପ୍ରହରଣରେ ଭିନ୍ନ ଭିନ୍ନ ଦିଶା ନିର୍ଦ୍ଦେଶ ରହିଛି। ତାଙ୍କର ବାହନ ହେଉଛି ସିଂହ, ଯାହା ଶକ୍ତିର ପ୍ରତୀକ। ମା ସିଂହବାହିନୀ ହେଉଛନ୍ତି ଅପରିମିତ ଶକ୍ତିର ଅଧିକାରିଣୀ। ମାତା ହେଉଛନ୍ତି ତ୍ରିନୟନୀ। ତାଙ୍କର 3ଟି ନୟନ ସୂର୍ଯ୍ୟ, ଚନ୍ଦ୍ର ଏବଂ ଅଗ୍ନିର ପ୍ରତୀକ। ସେ ସକଳ ଦୁର୍ଗତିରୁ ତ୍ରାଣ କରିପାରନ୍ତି ବୋଲି ତାଙ୍କର ନାମ ଦୁର୍ଗା। ନବରାତ୍ରିର 9ଟି ଯାକ ରାତି ବାସ୍ତବରେ ମାତୃଶକ୍ତିର ନିରାଜନା ନିମନ୍ତେ ଉଦ୍ଦିଷ୍ଟ। ଏହି ଦିନଗୁଡ଼ିକରେ ଶକ୍ତିର ବିଭିନ୍ନ ଦିଗ ପ୍ରକଟିତ ହୋଇଥାଏ। ନବରାତ୍ରିର ପ୍ରଥମ 3 ଦିନ ଦେବୀଙ୍କୁ ଦୁର୍ଗା ରୂପରେ, ଦ୍ୱିତୀୟ 3 ଦିନ ଦେବୀଙ୍କୁ ମହାଲକ୍ଷ୍ମୀ ରୂପରେ ଏବଂ ଶେଷ ଦିନ ଦେବୀଙ୍କୁ ମହାସରସ୍ୱତୀ ରୂପରେ ଆରାଧନା କରାଯାଏ। ତାଙ୍କର ପ୍ରଥମ ହସ୍ତରେ ରହିଛି ଚକ୍ର, ପ୍ରଥମ ବାମ ହସ୍ତରେ ଶଙ୍ଖ, ଦ୍ୱିତୀୟ ଦକ୍ଷିଣ ହସ୍ତରେ ଖଡ୍ଗ, ଦ୍ୱିତୀୟ ବାମ ହସ୍ତରେ ଧନୁତୀର, ତୃତୀୟ ବାମ ହସ୍ତରେ ବିକଚ କମଳ, ତୃତୀୟ ଦକ୍ଷିଣ ହସ୍ତରେ ଗଦା, ଚତୁର୍ଥ ବାମ ହସ୍ତରେ ତ୍ରିଶୂଳ, ଚତୁର୍ଥ ଦକ୍ଷିଣ ହସ୍ତରେ ଅଭୟ ମୁଦ୍ରା। ସ୍ୱୟଂ ଦେବୀ ମହାମାୟା ତାଙ୍କର ସତ୍ତ୍ୱ, ରଜ, ତମ 3 ଗୁଣ ନେଇ ସାରା ଜଗତର କଲ୍ୟାଣ ନିମିତ୍ତ ଧରାରେ ଅବତୀର୍ଣ୍ଣ। ଆସନ୍ତୁ ଆମେ ସମସ୍ତେ ତାଙ୍କର ଶରଣାପନ୍ନ ହୋଇ ବିଶ୍ୱ ଶାନ୍ତି ନିମନ୍ତେ ପ୍ରାର୍ଥନା କରିବା। ଜୟ ମା ଦୁର୍ଗା।